ओम नमो रामाय। रामाय रामभद्राय रामचंद्राय वेधसे रघुनाथाय नाथाय सीताया पतये नमः। श्री रामचंद्र कर्कट राशि से किछि नारी हत्या करथिले, किछि नारी को उद्धार करथिले, किछि नारी की सधवा रूप देखा चाहूले, किछि नारी की विधवा करथिले। कहीं गुरुंकर आदेश थिला, गुरुर्ब्रह्मा गुरुर्विष्णु गुरुर्देव महेश्वर गुरुर्साक्षात् परम ब्रह्म तस्मै श्री गुरवे नमः। तमे मुसे आम जिते मनीष अच्छे जगत समस्ते अनुकरणशील, कई देखिनी प्रकृत रूप ब्रह्मांकर विष्णुंकर कि महेश्वरंकर, जी आमको ये बाट शिखेले, ये कथा कहले, से हेले गुरु। से कहले या कर या करना, तेणु से हेले सृष्टिकर्ता ब्रह्मा। गुरु ब्रह्मा, गुरु ब्रह्मा गुरुर्ब्रह्मा, गुरु विष्णु, गुरु ही विष्णु पालन करता। गुरु हेले महेश्वर, देव महेश्वर। तेणु श्रीरामंकर थिला 9/4 राशि माने अश्लेषा कर्कट। से निरंतर गुरु को अनुसरण करथिले। शैशव आद्य गुरु माँ कौशल्या, कैकेयी, सुमित्रा और दशरथंकर परामर्श मानते। स्वयं परम ब्रह्म से तापरे वशिष्ठ कुलगुरु तांकर परामर्श रे बाल्यकाल अतिबाहित कले। ठीक 15 वर्ष परिगला, फेरिले राजनगर को वशिष्ठ सहित। समस्ते विज्ञ धनुर्धर ही सारी। यही समय विश्वामित्र पहुँचले। राजा दशरथ ठारू राम लक्ष्मण को मागी नेले यज्ञ रक्षा पाई। सेठी गुरुंक आदेश रे गोटे नारी की हत्या कले, यक्ष कन्या ताड़का को नारी बद्ध कले, जन को मारिले। से विश्वामित्र आदेश रे जन को तारिले, गौतम पत्नी अहल्या को। तापरे जनक नंदनी सीता को ग्रहण कले पत्नी रूप रे। एवं वनवास समय रावण भौणी सुपर्णखा को विवर्ण कले, विकृत कले। लक्ष्मण कहले काट बाबू नाक सिरी दान योग्य जोशा को विहर कानन कर आलिंगन को। बाबू लक्ष्मण तार सौंदर्यर पराकाष्ठा देखो, तार नाक आगे तार नाक काटी दे, कान को मूल उपाड़ दे, छिंडे दे हैला। तापरे मित्र सुग्रीवंक सुरक्षा पाई अहंकारी बाली को बद्ध कले। अर्थात परमा सुंदरी अनिंद्या सुंदरी गोटे चावल गढ़ा सुरमा, सुग्रीव पत्नी यक्ष कन्या सुरमा, तार सुरक्षा पाई तारा को विधवा कले, बालीबद्ध कले, तारा विधवा है। तापर निज पत्नी को उद्धार करने से रावण को बद्ध कले, मंदोदरी विधवा है। राम एत गुड़े काम कले, ये महाबली हेले, से गोटे देवी की पूजा करुले।
ସେ ହେଲେ ଦେବୀ ଭୁବନେଶ୍ୱରୀ, କର୍କଟ ରାଶିର ଦେବୀ ଭୁବନେଶ୍ୱରୀ। ପ୍ରତି ରାଶି ପାଇଁ ଆମର ପୂର୍ବସୂରୀମାନେ, ଆମର ଋଷି ମହର୍ଷିମାନେ ବ୍ୟବସ୍ଥା କରି ଯାଇଛନ୍ତି। 10 ମହାବିଦ୍ୟା ବହିଟିଏ କିଣିବା, ସେଥିରେ ଦେବୀଙ୍କର 10 ରୂପ ବର୍ଣ୍ଣନା କରାଯାଇଛି। ମୁଁ ଆଜି ଆପଣମାନଙ୍କ ଆଗରେ କେଉଁ ରାଶି ପାଇଁ କେଉଁ ଦେବୀଙ୍କୁ ଆରାଧନା କରିବା ସେ ବିଷୟରେ କହିବି ଏବଂ ଆଶା କରେ ସମସ୍ତେ ଏକଥାକୁ ଶୁଣିବେ ଆଉ ଗୁଣିବେ, ତାପରେ ନିଷ୍ପତ୍ତି ନେବେ ସେ ଦେବୀଙ୍କୁ ପ୍ରାର୍ଥନା କରିବେ କି ନାହିଁ। ବନ୍ଧୁ, ରବିଙ୍କର ଇଷ୍ଟ ଦେବୀ ହେଲେ ଭଗବତୀ, ଚନ୍ଦ୍ରଙ୍କର ଇଷ୍ଟ ହେଲେ ବି ଭଗବତୀ, ମଙ୍ଗଳଙ୍କର ଇଷ୍ଟ ହେଲେ ବି ଭଗବତୀ। କିଏ? ସବୁ ତ ଭଗବତୀ। ନା, ରବିଙ୍କ ହେଲେ ମାତଙ୍ଗିନୀ, ସିଂହ ରାଶିର ମାଲିକ ହେଲେ ଭଗବତୀ ମାତଙ୍ଗିନୀ। ଚନ୍ଦ୍ରଙ୍କର ଅଧିପତି ହେଲେ ଦେବୀ ଭୁବନେଶ୍ୱରୀ, କର୍କଟ ରାଶିଆ ମାନେ ଜପିବେ ଭୁବନେଶ୍ୱରୀଙ୍କି। ମେଷ ବିଛାର ଅଧିପତି ମଙ୍ଗଳ, ତେଣୁ ମଙ୍ଗଳଙ୍କ ଇଷ୍ଟ ଦେବୀ ହେଲେ ବଗଳାମୁଖୀ। ମିଥୁନ ଓ କନ୍ୟାର ଅଧିପତି ହେଲେ ବୁଧ, ତେଣୁ ବୁଧଙ୍କର ଇଷ୍ଟ ହେଲେ ତ୍ରିପୁରା ସୁନ୍ଦରୀ। ଧନୁ ଓ ମେଷର ଅଧିପତି ହେଲେ ଗୁରୁ ବୃହସ୍ପତି, ବୃହସ୍ପତିଙ୍କର ଇଷ୍ଟ ଦେବୀ ହେଲେ ଉଗ୍ରତାରା। ବୃଷ ଓ ତୁଳାର ଅଧିପତି ହେଲେ ଶୁକ୍ର, ଶୁକ୍ରଙ୍କର ଇଷ୍ଟ ଦେବୀ ହେଲେ ଭଗବତୀ ବଗଳାମୁଖୀ ବା କମଳାତ୍ମିକା। ମକର କୁମ୍ଭର ଅଧିପତି ହେଲେ ଶନି, ଶନିଙ୍କର ଇଷ୍ଟ ଶକ୍ତି ହେଲେ ଭଗବତୀ ଦକ୍ଷିଣ କାଳିକା। ରାହୁଙ୍କର ଅଧିପତି ହେଲେ ଭଗବତୀ ଛିନ୍ନମସ୍ତା, କେତୁଙ୍କର ଅଧିପତି ହେଲେ ଭଗବତୀ ଧୂମ୍ରାବତୀ। ତେଣୁ ଯେହେତୁ ରାହୁ ଆଉ କେତୁ କୌଣସି ରାଶିର ଅଧିପତି ନୁହନ୍ତି, ତେଣୁ ସେ ବିଷୟରେ ମୁଁ କିଛି କହିଲିନି। ଅତଏବ ଏସବୁ ଦେବୀଙ୍କର ସ୍ତୋତ୍ର ଶ୍ରଦ୍ଧା, ବିଶ୍ୱାସ ଓ ଭକ୍ତିର ସହିତ ପାଠ କଲେ ଦେବୀ ପ୍ରସନ୍ନ ହେବେ। ମାତୃଶକ୍ତି ସବୁରି ମୂଳରେ ଶ୍ରଦ୍ଧା ଓ ବିଶ୍ୱାସ। ଶ୍ରଦ୍ଧା ଶବ୍ଦରୁ ଶ୍ରାଦ୍ଧ ସୃଷ୍ଟି ହେଇଛି। ଯଦି ଶ୍ରଦ୍ଧା ନାହିଁ ତାହେଲେ ପିଲା ଦେଉଥିବା ପିଣ୍ଡକୁ ପିତୃପୁରୁଷ ଗ୍ରହଣ କରନ୍ତି ନାହିଁ। ଯଦି ଶ୍ରଦ୍ଧା ନାହିଁ, ଆମେ ପ୍ରତିଦିନ ଯେଉଁ ସ୍ନାନ କରି ବାପା ଜେଜେ ଆମ ଘରେ ଠାକୁର ମୂର୍ତ୍ତି ରଖିଦେଇ ଗଲେ ଆମେ ତାଙ୍କୁ ପୂଜା କରୁଛେ। ଯଦି ଶ୍ରଦ୍ଧା ନାହିଁ, ଏ ପୂଜାର କିଛି ମହତ୍ତ୍ୱ ନାହିଁ। ତେଣୁ ସବୁରେ ମୂଳରେ ଶ୍ରଦ୍ଧା ଆବଶ୍ୟକ। ଶ୍ରଦ୍ଧା ଥିଲେ ଭକ୍ତି ଆସିବ, ଭକ୍ତି ଆସିଲେ ବିଶ୍ୱାସ ଆସିବ, ବିଶ୍ୱାସ ଆସିଲେ ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର। ତେଣୁ ଆପଣ ଜାତକ ଦେଖନ୍ତୁ, ଆପଣଙ୍କର ରାଶି କ'ଣ। ଯଦି ମେଷ ରାଶି ତାହେଲେ ବଗଳାମୁଖୀଙ୍କୁ, ବିଛା ହେଲେ ବଗଳାମୁଖୀଙ୍କୁ, ଯଦି କର୍କଟ ଭୁବନେଶ୍ୱରୀଙ୍କୁ, ସିଂହ ମାତଙ୍ଗିନୀଙ୍କୁ, ମିଥୁନ କନ୍ୟା ହେଲେ ତ୍ରିପୁରା ସୁନ୍ଦରୀଙ୍କୁ, ଧନୁ ଆଉ ମୀନ ହେଲେ ଉଗ୍ରତାରାଙ୍କୁ, ବୃଷ ଓ ତୁଳା ହେଲେ କମଳାତ୍ମିକାକୁ, କମଳା,
ମକର କୁମ୍ଭ ହେଲେ ଦକ୍ଷିଣକାଳିକାଙ୍କୁ, ଯଦି ଖରାପ ସମୟ ଚାଲିଛି ରାହୁ କେତୁଙ୍କର, ରାହୁଙ୍କ ପାଇଁ ଛିନ୍ନବସ୍ତାଙ୍କୁ, ଆଉ କେତୁଙ୍କ ପାଇଁ ଧୂମ୍ରାବତୀଙ୍କୁ ପ୍ରାର୍ଥନା କରନ୍ତୁ, ତାଙ୍କ ସ୍ତୋତ୍ର ପାଠ କରନ୍ତୁ। ତରବରେ ନାହିଁ, ଯେତେବେଳେ ସମୟ ହେବ ସକାଳେ କି ସନ୍ଧ୍ୟାରେ ଶୁଦ୍ଧ ମନରେ ପ୍ରାର୍ଥନା କରନ୍ତୁ। ଓମ୍ ଶ୍ରୀ ଗୁରବେ ନମଃ। ରହିଲି।